ସମୟ ବଦଳିଯାଏ, କିନ୍ତୁ ଭଲ କର୍ମର ଫଳ କେବେ ବି ବ୍ୟର୍ଥ ଯାଏ ନାହିଁ। ଭାଗ୍ୟ ଉପରେ ଭରସା ରଖନ୍ତୁ, କିନ୍ତୁ କର୍ମ କରିବା କେବେ ବି ବନ୍ଦ କରନ୍ତୁ ନାହିଁ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଜୁଲାଇ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍, ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ସର୍ବପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରେ ଅର୍ଥାତ୍ ଲଗ୍ନରେ ମଙ୍ଗଳ ଅବସ୍ଥାନ କରିଛନ୍ତି, ଦ୍ୱିତୀୟରେ ରବି ଅଛନ୍ତି, ତୃତୀୟରେ ବୃହସ୍ପତି ଏବଂ ବୁଧ, ଚତୁର୍ଥରେ ଶୁକ୍ର ଏବଂ କେତୁ ଅବସ୍ଥାନ କରିଛନ୍ତି, ଦଶମରେ ଅଛନ୍ତି ରାହୁ ଏବଂ ଏକାଦଶରେ ଶନି ଅବସ୍ଥାନ କରିଛନ୍ତି। ଜୁଲାଇ 17 ତାରିଖ ଠାରୁ ରବି ଅବସ୍ଥାନ କରିବେ କର୍କଟ ରାଶିରେ ତୃତୀୟ ଭାବରେ। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ବୃଷ ରାଶି ଏବଂ ବୃଷ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ତେବେ ଆସନ୍ତୁ ଜାଣିବା ସର୍ବପ୍ରଥମେ ଏହି ଜୁଲାଇ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ, ଷ୍ଟ୍ରେନ୍ଥର ଭାବ। ଲଗ୍ନ ଏବଂ ଷଷ୍ଠ ଭାବର ଅଧିପତି ଶୁକ୍ର ଚତୁର୍ଥ ଭାବରେ କେତୁ ସହ ଯୁକ୍ତ ହୋଇଥିବାରୁ ସ୍ୱାସ୍ଥ୍ୟ ପ୍ରତି କିଛି ଅସାବଧାନତା ଦେଖାଯାଇପାରେ। ଷଷ୍ଠ ଭାବ ହେଉଛି ରୋଗର ଭାବ, ଶତ୍ରୁ ଏବଂ ଋଣର ଭାବ ହୋଇଥିବାରୁ କିଛି ଗୁପ୍ତ ଏବଂ ପୁରୁଣା ରୋଗ ପୁଣି ଥରେ ମୁଣ୍ଡ ଟେକିପାରେ। ସେହିପରି ଲଗ୍ନରେ ଅବସ୍ଥାନ କରିଛନ୍ତି ମଙ୍ଗଳ। ଲଗ୍ନରେ ମଙ୍ଗଳଙ୍କର ଉପସ୍ଥିତି ଶରୀରକୁ ଶକ୍ତିଶାଳୀ କରୁଥିଲେ ମଧ୍ୟ ବିପି ଅପ୍-ଡାଉନ୍, ମୁଣ୍ଡବିନ୍ଧା, ଛୋଟ ମୋଟ ଆଘାତ ଜନିତ ସମସ୍ୟାର ସମ୍ଭାବନା ବଢ଼ିପାରେ। ବଡି ହିଟ୍ ରହିବ, ପିତ୍ତ ବୃଦ୍ଧି ହୋଇପାରେ। କ୍ରୋଧର ବଶବର୍ତ୍ତୀ ହୋଇ କିଛି ଡିସିସନ୍ ନେବା ଫଳରେ ଶରୀରରେ ଚାପ ମଧ୍ୟ ବଢ଼ିପାରେ। ଷଷ୍ଠ ଭାବ ଉପରେ ରାହୁଙ୍କର ଦୃଷ୍ଟି ମଧ୍ୟ ରହୁଛି। ଷଷ୍ଠପତି ଶୁକ୍ର ଉପରେ ମଧ୍ୟ ରାହୁଙ୍କର ଦୃଷ୍ଟି ରହୁଛି। ଫଳରେ କିଛି ଅଜଣା ବା ଠିକ୍ ଭାବରେ ଡାଇଗ୍ନୋସିସ୍ ହୋଇପାରୁନଥିବା ରୋଗରେ କେହି ପଡ଼ିପାରନ୍ତି। ଚର୍ମରୋଗ, ଆଲର୍ଜି, ଷ୍ଟମାକ୍ ଇସ୍ୟୁ, ଗ୍ୟାସ୍, ଏସିଡିଟି, ହର୍ମୋନାଲ୍ ଇନବାଲାନ୍ସ, ଗଳା ବା ଛାତି ସମ୍ବନ୍ଧୀୟ ସମସ୍ୟା ଏବଂ ମାନସିକ ଅଶାନ୍ତି ପରି ସମସ୍ୟା ମଧ୍ୟ ମଝିରେ ମଝିରେ ଅନୁଭବ ହୋଇପାରେ। ଏହି ଜୁଲାଇ ମାସରେ ବୃଷ ରାଶି ପାଇଁ ସାଧାରଣତଃ ଯଦି ଦେଖିବା କେଉଁ ପ୍ରକାର ରୋଗର ସମ୍ଭାବନା ରହିଛି, ତେବେ ଆସନ୍ତୁ ଜାଣିବା। ଡାଇଜେସନ୍ ଇସ୍ୟୁ, ଏସିଡିଟି, ଗ୍ୟାସ୍, ସ୍କିନ୍ ଇନଫେକ୍ସନ୍, ଆଖି ଯନ୍ତ୍ରଣା, ହେଡାକ୍, ଅଧିକ ଚିନ୍ତା କାରଣରୁ ନିଦ୍ରାହୀନତା, ବିପି ଅପ୍-ଡାଉନ୍, ଯାନବାହନ ଦ୍ୱାରା ଆଘାତପ୍ରାପ୍ତ ହେବାର ସମ୍ଭାବନା ମଧ୍ୟ ଏହି ମାସରେ ରହୁଛି। ତଥାପି ଲଗ୍ନରେ ମଙ୍ଗଳ ଥିବାରୁ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେବନି। ଅର୍ଥାତ୍ ସମସ୍ୟା ଆସିଲେ ମଧ୍ୟ ସମୟ ଅନୁସାରେ ସଠିକ୍ ଚିକିତ୍ସା ଏବଂ ଠିକ୍ ଜୀବନଶୈଳୀ ଅନୁସରଣ କଲେ ଶୀଘ୍ର ସୁସ୍ଥ ହେବାର ଯୋଗ ମଧ୍ୟ ରହୁଛି। ଓଭରଅଲ୍ ଯଦି କହିବି, ଏହି 2026 ମସିହା ଜୁଲାଇ ମାସ ବୃଷ ରାଶି ପାଇଁ ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ଠାରୁ ଟିକେ ଭଲ ରହିବ। କୌଣସି ମେଜର ହେଲ୍ଥ ଇସ୍ୟୁ ହେବାର ସମ୍ଭାବନା ନାହିଁ। ରାହୁ ଏବଂ କେତୁଙ୍କର ପ୍ରଭାବ ଥିବାରୁ ଯଦି କୌଣସି ରୋଗକୁ ଆପଣ ନେଗ୍ଲେକ୍ଟ କରିଦିଅନ୍ତି, ତେବେ ଅସୁବିଧାରେ ପଡ଼ିପାରନ୍ତି। ସେଥିପାଇଁ ଖାଦ୍ୟ ପାନୀୟ, ନିଦ୍ରା ଏବଂ ମାନସିକ ଚାପ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ବୁଧ କର୍କଟ ରାଶିରେ ତୃତୀୟ ଭାବରେ ବୃହସ୍ପତି ସହିତ ଅବସ୍ଥାନ କରିଛନ୍ତି। ଏହି ମାସରେ ବୃଷ ରାଶିର ବିଦ୍ୟାର୍ଥୀମାନଙ୍କର ଏକାଗ୍ରତା ଏବଂ ବୁଝିବା ଶକ୍ତି ଭଲ ରହିବ। ନୂଆ ବିଷୟ ଶିଖିବାରେ ଆଗ୍ରହ ବଢ଼ିବ ଏବଂ ପୂର୍ବରୁ ଯେଉଁ ସବଜେକ୍ଟରେ ୱିକ୍ ଥିଲେ, ଧୀରେ ଧୀରେ ସେଥିରେ ଉନ୍ନତି ଦେଖାଯିବ। ଯେଉଁ ବିଦ୍ୟାର୍ଥୀମାନେ ସ୍କୁଲ ଲେବୁଲରେ ଅଛନ୍ତି, ସେମାନଙ୍କ ପାଇଁ ଏହି ମାସ ପାଠପଢ଼ା ଦୃଷ୍ଟିରୁ ଅନୁକୂଳ ରହିବ। ଯେଉଁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ କନସିଷ୍ଟେନ୍ସି ରଖିବେ, ସେମାନେ ଭଲ ଫଳ ପାଇବେ। କ୍ଲାସ୍ ଟେଷ୍ଟ, ୟୁନିଟ୍ ଟେଷ୍ଟ କିମ୍ବା ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ସଫଳତା ମିଳିପାରେ। ବିଶେଷ କରି ମ୍ୟାଥମେଟିକ୍ସ, ସାଇନ୍ସ, ଇଂଲିଶ, କମ୍ପ୍ୟୁଟର ଶିକ୍ଷା, ଏହିସବୁ ବିଷୟ ଗୁଡ଼ିକରେ ବିଦ୍ୟାର୍ଥୀମାନେ ଭଲ ପରଫର୍ମାନ୍ସ ଦେଖାଇବେ। କିନ୍ତୁ ବେଳେବେଳେ ଆଳସ୍ୟତା ଏବଂ ବନ୍ଧୁମାନଙ୍କ ସହିତ ଅଧିକ ସମୟ କାଟିବା କାରଣରୁ ପଢ଼ାରେ ବାଧା ସୃଷ୍ଟି ହୋଇପାରେ। ତେଣୁ ସମୟର ସଠିକ୍ ବ୍ୟବହାର କରିବା ଆବଶ୍ୟକ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ ଏବଂ ନବମପତି ଶନି ଏକାଦଶ ଭାବରେ ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ
कॉलेज लेवल स्टूडेंट एवं हायर स्टडी करुवा विद्यार्थी मानक पई एई जुलाई मास सकारात्मक रहिबो। जो माने ग्रेजुएशन पोस्ट ग्रेजुएशन इंजीनियरिंग मेडिकल लॉ कॉमर्स मैनेजमेंट किंबा रिसर्च सहित जड़ित अछंती सेमानक पई एई मासरे ग्रोथ रही। बृहस्पति शुभ दृष्टि नवम भाव एवं नवमपति शनि को रोथिबारु भल गाइडेंस मिलिबो। टीचर्स एवं मेंटरंकर सहयोग मिलिबो। स्कॉलरशिप एंट्रांस एग्जाम किंबा इंटरव्यू रे भल फल पाइबार संभावना रही। उच्च शिक्षा पई योजना करथिबा विद्यार्थी माने नुआ सुयोग पाइबे। तेबे आसंतु जानिबा विद्यार्थी माने केउ केउ विभाग रे भल परफॉर्मेंस करिवे। जे माने कॉमर्स आईटी कंप्यूटर साइंस मैथमेटिक्स इंजीनियरिंग लाइन मेडिकल बायोलॉजी कम्युनिकेशन एंड लैंग्वेज स्टडी बैंकिंग एवं कॉम्पिटिटिव प्रिपरेशन करूचंती से माने अधिक भल प्रदर्शन करिवे। जो माने ओपीएससी ओएसएसएससी बैंकिंग रेलवे एसएससी नीट जेई किंबा अन्य कौनसी कॉम्पिटिटिव एग्जाम पई प्रस्तुत करूचंती सेमानक पई एई जुलाई मासरे परिश्रमर भल फल मिलिबार संभावना रही। नियमित अभ्यास एवं रिविजन कले भल रिजल्ट निश्चित भाव में विद्यार्थी मानक मिलिबो। मोटामोटी भाव में कहबाकू गले एही जुलाई 2026 वृष राशि विद्यार्थी मानक पई ग्रोथ ज्ञान वृद्धि एवं भल फल प्राप्तिर मास हो पारे। जदि पाठपढ़ा कंसिस्टेंसी रखिले टाइम मैनेजमेंट ठीक करिले एवं पाठपढ़ा प्रति फोकस्ड रहिले तेबे स्कूल ठारू आरंभ करी हायर स्टडी पर्यंत समस्त क्षेत्र में भल फल मिल पारे। कहबाकू गले जुलाई 2026 वृष राशि छात्र छात्री मानक पई एक शुभ उन्नतिकारी मास हबो। ज्ञान वृद्धिर मास हबो। एबे आसंतु आलोचना करिबा आर्थिक स्थिति विषय रे। द्वितीय भाव धनर भाव द्वितीयाधिपति बुध तृतीय लाभपति बृहस्पति युक्त होइके अछंती। एई जोग धन संबंधी मामला रे अत्यंत शुभ बोली जणा जाए। बुध हेउचंती व्यवसाय वाणिज्य जोगाजोग लेखापढ़ा एवं बुद्धिर कारक ग्रह। सेहीपरि बृहस्पति हेउचंती धन समृद्धि ग्रोथर कारक ग्रह। तेणु एई मासरे आपणक आय वृद्धि एवं नुआ सुजोग प्राप्तिर संभावना बहुत भल रहिबो। एकादश भावर अधिपति बृहस्पति कर्कट राशि उच्चस्थ हो बुधंक सहित संपर्क रखुचन जेहेतु यही जोग दर्शाऊँ जे लाभ एवं आयर नुआ रास्ता खोली पारे। दीर्घ दिन धरी अटकी टंका फेरी पाइबार संभावना रही। अन्यपटे जदि देखिबा लाभ स्थान में थिबा शनि उपर बृहस्पति दृष्टि पड़ुथिबारु परिश्रम माध्यम स्थायी आय मिलिबार संकेत मिलुछि। शनि हेउचंती स्लो मूविंग प्लानेट धीरे धीरे फल दियंती। तेणु एई मासरे हठात बड़ धन लाभ अपेक्षा नियमित एवं स्थिर आय देखा मिल पारे। तेबे एई जुलाई मासरे केउ केउ सूत्रु अधिक धन आसिबो आसंतु जानिबा। जॉब एंड सैलरी इंक्रीमेंट ऑनलाइन वर्क ट्रेडिंग मार्केटिंग एवं कम्युनिकेशन रिलेटेड कार्यरू भल इनकम आसिबो। सोशल मीडिया कंटेंट क्रिएशन ट्रेडिंग डिजिटल प्लेटफॉर्म टंका आसिबो। छोट भाई भौणी बंधु किंबा परिचित व्यक्तिंकर सहयोग रे आर्थिक लाभ हो पारे। कमिशन इनसेंटिव्स बोनस एवं साइड इनकम रु इनकम हेबो। अटकी रहितबा पेमेंट किंबा पुराना देयराशि फेरिबार जोग रही। राहुंकर दृष्टि द्वितीय भाव को रोथिबारु हठात लोभरे पड़ी हाई अमाउंट जदि आपण इन्वेस्ट करूछंती किंबा क्या कथार पड़ी टंका धार देउछंती तेबे सावधान रहंतु। अननेसेसरी खर्च उपरे नियंत्रण रखिबा आवश्यक। ओवरऑल जदि कहबी वृष राशि पई ए 2026 मसीहा जुलाई मास धन एवं आय दृष्टि बहुत भल रहिबो। एई मासरे गोटिए नुहे बरं एकाधिक सूत्रु आय आसबार संभावना रही। परिश्रम एवं बुद्धिमत्तार सहित काम कले आर्थिक स्थिति रे उन्नति देखा मिलिबो। एबे आलोचना करिबा विवाह और दाम्पत्य जीवन विषय रे। सप्तम भाव मैरेजर भाव सप्तमाधिपति मंगल अछंती लग्न रे दृष्टि देउछंती सप्तम को। यह एक शक्तिशाली जोग सृष्टि करुच्ची कारण सप्तमाधिपति निज घर को देखुथिबारु विवाह और दाम्पत्य जीवन में स्थिरता एवं परस्पर मध्य आकर्षण बढ़िबो। बृहस्पतिंकर दृष्टि मध्य सप्तम भाव उपर पड़ुथिबारु दाम्पत्य संपर्क में बुझामणा एवं आशीर्वादर प्रभाव देखा मिलिबो। जो माने अनेक दिन हेलाणी विवाह कर सारे सेमानंक पई एई मास मोटामोटी भल रहिबो। स्वामी स्त्री मध्य बुझामणा बढ़िबो। पुराणा मतभेद दूर हेबो। परिवार रे खुशीर परिवेश सृष्टि हेबो।
ସନ୍ତାନ ସମ୍ବନ୍ଧୀୟ କୌଣସି ଭଲ ଖବର ମଧ୍ୟ ଆପଣଙ୍କୁ ମିଳିପାରେ। ଆଉ ଗୋଟେ କଥା, ଯେହେତୁ ମଙ୍ଗଳ ଫାୟାର ପ୍ଲାନେଟ୍ ଲଗ୍ନରେ ରହୁଛନ୍ତି, ବେଳେବେଳେ ରାଗ ଅହଙ୍କାର ଏବଂ ଦାମ୍ପତ୍ୟ ଜୀବନରେ ଛୋଟ ମୋଟ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ। ସେଥିପାଇଁ କଥାବାର୍ତ୍ତାରେ ଧୈର୍ଯ୍ୟ ରଖିବା ଅତ୍ୟନ୍ତ ଜରୁରୀ, ଟିକେ କଣ୍ଟ୍ରୋଲରେ ରହିବା ଦରକାର। ଯେଉଁମାନେ ନବବିବାହିତ ସେମାନଙ୍କ ପାଇଁ ଏହି ଜୁଲାଇ ମାସ ରୋମାଣ୍ଟିକ୍ ଏବଂ ସ୍ମରଣୀୟ ରହିପାରେ। ପରସ୍ପର ପ୍ରତି ଭଲ ପାଇବା ବଢ଼ିବ, ଏକାଠି ହୋଇ ଲଙ୍ଗ୍ ଟ୍ରାଭେଲ୍ ମଧ୍ୟ କରିପାରନ୍ତି। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଦାମ୍ପତ୍ୟ ସୁଖକୁ ବଢ଼ାଇବ। ମଙ୍ଗଳଙ୍କ ପ୍ରଭାବ ଥିବାରୁ ଛୋଟ କଥାକୁ ବଡ଼ କରିବାଟା ଠିକ୍ ହେବନି। ଯେଉଁମାନଙ୍କର କୋଶ୍ଚିନ୍ ଅଛି ଯେ ବିବାହ ଏହି ମାସରେ ହେବ କି ନାହିଁ, ତାଙ୍କ ପାଇଁ ଆନ୍ସର ହେଉଛି, ଯେହେତୁ ସପ୍ତମାଧିପତି ମଙ୍ଗଳ ନିଜ ଭାବକୁ ଦେଖୁଛନ୍ତି ଏବଂ ବୃହସ୍ପତିଙ୍କର ଦୃଷ୍ଟି ସପ୍ତମ ଭାବକୁ ରହୁଛି, ବିବାହ ବିଷୟରେ ଡିସ୍କସନ୍ ପ୍ରପୋଜାଲ୍ ଫାଇନାଲ୍ ହେବାର ଯୋଗ ରହିଛି। ଯେଉଁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜାତକରେ ଦଶା ଅନ୍ତର୍ଦଶା ଅନୁକୂଳ ଅଛି, ସେମାନଙ୍କ ପାଇଁ ଏହି ଜୁଲାଇ ମାସରେ ବିବାହ ହେବାର ସମ୍ଭାବନା ମଧ୍ୟ ରହିଛି। କେବଳ ଗୋଚର ଦେଖି ନିଶ୍ଚିତ ଭାବରେ ବିବାହ ହେବ ବୋଲି କହିବାଟା ଠିକ୍ ହେବନି। ଜନ୍ମକୁଣ୍ଡଳୀର ଦଶା ଏବଂ ନବାଂଶ କୁଣ୍ଡଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଯେଉଁମାନେ ଏପର୍ଯ୍ୟନ୍ତ ଅନମ୍ୟାରେଡ୍ ଅଛନ୍ତି, ସେମାନେ ନୂଆ ସମ୍ପର୍କରେ ଯୋଡ଼ି ହୋଇପାରନ୍ତି। ପରିବାର ପକ୍ଷରୁ ବିବାହ ପ୍ରସ୍ତାବ ଆସିପାରେ। ଭଲ କ୍ୟାଣ୍ଡିଡେଟ୍ ମିଳିବାର ସମ୍ଭାବନା ବି ରହିଛି। ଲଙ୍ଗ୍ ଡିଷ୍ଟାନ୍ସ କିମ୍ବା ରିଲେଟିଭ୍ସଙ୍କ ମାଧ୍ୟମରେ ସମ୍ପର୍କ ହୋଇପାରେ। ମଙ୍ଗଳ ହେଉଛନ୍ତି ଫାୟାର ପ୍ଲାନେଟ୍, ଆଗରୁ ବି କହୁଥିଲି, ଲଗ୍ନରେ ରହୁଛନ୍ତି। ନେଗେଟିଭ୍ ଏନର୍ଜି ବେଳେବେଳେ ଭାଇବ୍ରେଟ୍ କରିପାରେ। ତେଣୁ ରାଗ ରୁଷା ଅଭିମାନରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରର ପରାମର୍ଶକୁ ଗୁରୁତ୍ୱ ଦିଅନ୍ତୁ। ସମ୍ପର୍କରେ ସତ୍ୟତା ଏବଂ ବିଶ୍ୱାସ ରଖନ୍ତୁ। ଓଭରଅଲ୍ କହିବାକୁ ଗଲେ ବୃଷ ରାଶି ପାଇଁ ବିବାହ ଓ ଦାମ୍ପତ୍ୟ ଜୀବନ ସାଧାରଣତଃ ଶୁଭ ଏବଂ ସକାରାତ୍ମକ ରହିବ। ସପ୍ତମପତି ମଙ୍ଗଳ ନିଜ ଭାବ ଉପରେ ଦୃଷ୍ଟି ଏବଂ ବୃହସ୍ପତିଙ୍କର ସପ୍ତମକୁ ଶୁଭ ଦୃଷ୍ଟି ଦାମ୍ପତ୍ୟ ଜୀବନରେ ସ୍ଥିରତା, ଭଲ ପାଇବା ଏବଂ ସମ୍ପର୍କରେ ମଧୁରତା ଭରିଦେବ। ହେଲେ ମଙ୍ଗଳ ଅଗ୍ନିତତ୍ତ୍ୱ କାରଣରୁ ରାଗ ଅହଙ୍କାର ଫଳରେ ରିଲେସନସିପ୍ରେ କିଛି ଇସ୍ୟୁ ଆସିପାରେ। ଯଦି ଧୈର୍ଯ୍ୟ ଏବଂ ବୁଝାମଣା ଠିକ୍ ରଖିବେ, ତେବେ ଏହି ମାସ ବୃଷ ରାଶିର ଅଧିକାଂଶ ଜାତକଙ୍କ ପାଇଁ ଦାମ୍ପତ୍ୟ ସୁଖ ଓ ବିବାହ ସମ୍ବନ୍ଧୀୟ ଶୁଭଫଳ ମିଳିବାର ସମ୍ଭାବନା ରହିଛି। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ ଲାଇଫ୍ର ଭାବ, ରୋମାନ୍ସ ଆଟ୍ରାକ୍ସନ୍ର ଭାବ। ପଞ୍ଚମାଧିପତି ବୁଧ ଅଛନ୍ତି ତୃତୀୟରେ ବୃହସ୍ପତି ଯୁକ୍ତ ହୋଇକି। ଏହି ଜୁଲାଇ ମାସରେ ଆପଣଙ୍କର କଥାବାର୍ତ୍ତା, SMS, ସୋସିଆଲ ମିଡ଼ିଆ ଏବଂ ଫ୍ରେଣ୍ଡ ସର୍କଲ୍ ମାଧ୍ୟମରେ ପ୍ରେମର ସୁଯୋଗ ବଢ଼ିପାରେ। ତେବେ କେଉଁ ସର୍କଲ୍ରୁ ଲଭ୍ ଷ୍ଟାର୍ଟ ହେବ ଆସନ୍ତୁ ଜାଣିବା। ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ କିମ୍ବା ଅନଲାଇନ୍ ଚାଟିଂ ମାଧ୍ୟମରେ ଲଭ୍ ଷ୍ଟାର୍ଟ ହୋଇପାରେ। ଫ୍ରେଣ୍ଡ ସର୍କଲ୍ ମାଧ୍ୟମରେ, କୋଚିଂ କ୍ଲାସ୍, କଲେଜ ଲାଇବ୍ରେରୀ, ସେମିନାର, ଏହିସବୁ ଗ୍ୟାଦରିଂ ପ୍ଲେସ୍ରେ ଲଭ୍ କାହା ପ୍ରତି ଡେଭଲପ୍ ହୋଇପାରେ। ସର୍ଟ ଟ୍ରାଭେଲ୍, ପଡ଼ୋଶୀ କିମ୍ବା କଜିନ୍ମାନଙ୍କ ସାଙ୍ଗମାନଙ୍କ ମାଧ୍ୟମରେ ଲଭ୍ ହୋଇପାରେ। ପୂର୍ବରୁ ଥିବା ଜଣେ ବନ୍ଧୁ ଧୀରେ ଧୀରେ ପ୍ରେମିକ ବା ପ୍ରେମିକାରେ ପରିଣତ ହୋଇପାରନ୍ତି। ଯେଉଁମାନେ ଟିନେଜର ଅଛନ୍ତି, ଏହି ମାସରେ କାହା ପ୍ରତି ଆଟ୍ରାକ୍ସନ୍ ବଢ଼ିପାରେ, କଥାବାର୍ତ୍ତା ବଢ଼ିବ, ଚାଟିଂ ଅଧିକ ହୋଇପାରେ। ସେ ଯାହା ବି ହେଉ, ଭାବନା ବଢ଼ିଯାଇ କୌଣସି ବଡ଼ ନିଷ୍ପତ୍ତି ନେବା ଏହି ସମୟରେ ଠିକ୍ ହେବ ନାହିଁ। ଧୀରେ ଧୀରେ ସମ୍ପର୍କକୁ ଆଗକୁ ବଢ଼ାଇବା ଭଲ ହେବ। ଯେଉଁମାନେ 22ରୁ 30 ଏଜ୍ ମଧ୍ୟରେ ଅଛନ୍ତି, ସେମାନଙ୍କର ଲଭ୍ ରିଲେସନ୍ରେ ଅଧିକ ପଜିଟିଭନେସ୍ ଦେଖାଉଛି। ଯଦି ଆପଣ ସିଙ୍ଗିଲ୍ ଅଛନ୍ତି, ତେବେ ନୂଆ ସମ୍ପର୍କ ଆରମ୍ଭ ହେବାର ଯୋଗ ରହିଛି। ଯେଉଁମାନେ ପୂର୍ବରୁ ରିଲେସନସିପ୍ରେ ଅଛନ୍ତି, ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାର ସୁଯୋଗ ମିଳିପାରେ। ଭବିଷ୍ୟତ ବିଷୟରେ ଆଲୋଚନା ହୋଇପାରେ। ଯଦି ବି କିଛି ଛୋଟ ମୋଟ ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା ପୂର୍ବରୁ, ମଧୁର କଥାବାର୍ତ୍ତା ଦ୍ୱାରା ସମାଧାନ ହୋଇଯିବ। ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପ୍ରେ ଥିବା ଲୋକମାନେ ମଧ୍ୟ ଭଲ ଖବର ପାଇପାରନ୍ତି। ଏତେ ସବୁ ପରେ ବି ଟିନେଜରମାନଙ୍କ ପାଇଁ କିଛି ସାବଧାନତା ରହିଛି। ପାର୍ଟନରଙ୍କ ଉପରେ ଅଧିକ ଫୋର୍ସ ପକାନ୍ତୁ ନାହିଁ କି ତାଙ୍କଠାରୁ କିଛି ଆଶା ରଖନ୍ତୁ ନାହିଁ। ଥାର୍ଡ଼ ପର୍ସନଙ୍କର କଥାରେ ପଡ଼ି ପାର୍ଟନରଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ। ଛୋଟ କଥାକୁ ବଡ଼ ଝଗଡ଼ାରେ ପରିଣତ କରିବାରୁ ଦୂରେଇ ରୁହନ୍ତୁ। କମ୍ୟୁନିକେସନକୁ ଷ୍ଟ୍ରଙ୍ଗ ରଖନ୍ତୁ। ଓଭରଅଲ୍ ଯଦି କହିବି, ଏହି ଜୁଲାଇ ମାସରେ ବୃଷ ରାଶିର ଟିନେଜର, ୟଙ୍ଗ ଏଜରଙ୍କ ଲଭ୍ ଲାଇଫ୍ରେ ନୂଆ ପରିଚୟ ସୃଷ୍ଟି ହେବ। ଫ୍ରେଣ୍ଡସିପ୍ ଲଭ୍ସିପ୍କୁ କନଭର୍ଟ ହେବ। ସୋସିଆଲ ମିଡ଼ିଆ ମାଧ୍ୟମରେ କନେକ୍ସନ୍ ଏବଂ ଭାବନାତ୍ମକ ନିକଟତା ବଢ଼ିବାର ଯୋଗ ଦେଖାଉଛି। ବୁଧ ଏବଂ ବୃହସ୍ପତିଙ୍କର ସଂଯୋଗ ଆପଣଙ୍କୁ ମଧୁର କଥାବାର୍ତ୍ତା ଏବଂ ଭଲ ଅଣ୍ଡରଷ୍ଟାଣ୍ଡିଂର ଆଶୀର୍ବାଦ ଦେଇପାରେ। ସେଥିପାଇଁ ଏହି ମାସରେ ପ୍ରେମ ଜୀବନରେ ଅନେକ ସୁନ୍ଦର ମୁହୂର୍ତ୍ତ ଅନୁଭବ କରିବାର ସମ୍ଭାବନା ବୃଷ ରାଶି ପାଇଁ ରହିଛି। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ।
ଦଶମ ଭାବ କର୍ମର ଭାବ। ଦଶମାଧିପତି ଶନି ଏକାଦଶ ଭାବରେ ଅଛନ୍ତି ଏବଂ ବୃହସ୍ପତିଙ୍କର ଦୃଷ୍ଟି ପାଉଛନ୍ତି। ଦଶମାଧିପତି ଏକାଦଶରେ ରହିବା ସାଧାରଣତଃ କର୍ମକ୍ଷେତ୍ରରେ ଲାଭ, ନୂଆ ସୁଯୋଗ ଏବଂ ଲଙ୍ଗ୍ ଟର୍ମ ଗ୍ରୋଥର ସୂଚନା ଦେଇଥାଏ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଥିବାରୁ ଭାଗ୍ୟର ସହଯୋଗ ମଧ୍ୟ ମିଳିବ। ଏହି ମାସରେ କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଏବଂ ଉନ୍ନତିର ସମ୍ଭାବନା ବି ରହିବ। ବରିଷ୍ଠ ଅଧିକାରୀଙ୍କର ସହଯୋଗ ମିଳିପାରେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ। ନୂଆ ଦାୟିତ୍ୱ କିମ୍ବା ଭଲ ପଦବୀ ପାଇବାର ସମ୍ଭାବନା ମଧ୍ୟ ରହିଛି। ପ୍ରାଇଭେଟ୍ ସେକ୍ଟରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଏହି ମାସ ଭଲ ରହିବ। ଯେଉଁମାନେ ଜବ୍ ଚେଞ୍ଜ ପାଇଁ ଚେଷ୍ଟା କରୁଥିଲେ ଇଣ୍ଟରଭ୍ୟୁରେ ସକାରାତ୍ମକ ଫଳ ମିଳିପାରେ। ସାଲାରୀ ଇନକ୍ରିମେଣ୍ଟ କିମ୍ବା ପ୍ରମୋସନର ସମ୍ଭାବନା ବି ରହିବ। ଆଇଟି, ଫାଇନାନ୍ସ, ବ୍ୟାଙ୍କିଂ, ଆକାଉଣ୍ଟସ୍, ମ୍ୟାନେଜମେଣ୍ଟ, ସେଲ୍ସ ଏବଂ ଆଡମିନିଷ୍ଟ୍ରେସନ୍ କ୍ଷେତ୍ରରେ ଭଲ ସୁଯୋଗ ଆସିପାରେ। ସେହିପରି ଯେଉଁମାନେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପାରେସନ୍ କରୁଛନ୍ତି ତାଙ୍କ ପାଇଁ ସମୟ ଅନୁକୂଳ ରହିବ। କମ୍ପିଟିଟିଭ୍ ଏକ୍ଜାମ୍, ରେଲୱେ, ବ୍ୟାଙ୍କିଂ, ଏସ୍ଏସ୍ସି, ଟିଚିଂ, ରେଭିନ୍ୟୁ ଏବଂ ଆଡମିନିଷ୍ଟ୍ରେଟିଭ୍ ସର୍ଭିସରେ ଚେଷ୍ଟା କଲେ ଭଲ ଫଳ ମିଳିପାରେ। ଶନି ଏବଂ ବୃହସ୍ପତିଙ୍କର ସମ୍ପର୍କ ଥିବାରୁ ପେସେନ୍ସ ଏବଂ କନସିଷ୍ଟେନ୍ସି ଆପଣଙ୍କୁ ସକ୍ସେସ୍ କରାଇବ। ତେବେ କେଉଁ ଜବ୍ରେ ଏହି ମାସରେ ପଜିଟିଭ୍ ରେଜଲ୍ଟ ଅଧିକ ମିଳିବ ଆସନ୍ତୁ ଜାଣିବା। ବ୍ୟାଙ୍କିଂ ଆଣ୍ଡ ଫାଇନାନ୍ସ, ଗଭର୍ଣ୍ଣମେଣ୍ଟ ଆଡମିନିଷ୍ଟ୍ରେସନ୍, ଟିଚିଂ ଆଣ୍ଡ ଏଜୁକେସନ୍, ଆକାଉଣ୍ଟସ୍ ଆଣ୍ଡ ଅଡ଼ିଟ୍ ସେକ୍ସନ୍, ଲ ଆଣ୍ଡ ଲିଗାଲ୍ ସେକ୍ଟର, ଇଞ୍ଜିନିୟରିଂ ଆଣ୍ଡ ଟେକ୍ନିକାଲ ଫିଲ୍ଡ, ଆଇଟି ଏବଂ ସେଲ୍ ସେକ୍ଟର, ମ୍ୟାନେଜମେଣ୍ଟ ଆଣ୍ଡ କର୍ପୋରେଟ୍ ଜବ୍, ଇନ୍ସୁରାନ୍ସ ସେକ୍ଟର, ଏହିସବୁ ବିଭାଗ ସହିତ ଜଡ଼ିତ ଥିବା ଏମ୍ପ୍ଲୟିମାନେ ବେନିଫିଟେଡ୍ ରହିବେ। ଯେଉଁମାନଙ୍କର କୋଶ୍ଚିନ୍ ଅଛି କି ପ୍ରମୋସନ୍ ହେବ କି ନାହିଁ, ତେବେ ସେମାନଙ୍କ ପାଇଁ ଆନ୍ସର ହେଉଛି ହଁ। ଦଶମାଧିପତି ଏକାଦଶ ଭାବରେ ରହିବା ଏବଂ ବୃହସ୍ପତିଙ୍କର ଦୃଷ୍ଟି ଥିବାରୁ ପ୍ରମୋସନ୍ ପାଇବାର ପସିବିଲିଟି ରହିଛି। ନ୍ୟୁ ରେସ୍ପନ୍ସିବିଲିଟି ମିଳିପାରେ। ସିନିୟର ଅଫିସରଙ୍କ ଠାରୁ ଆପ୍ରିସିଏସନ୍ ବି ମିଳିବ। ଡିପାର୍ଟମେଣ୍ଟ ଚେଞ୍ଜ କିମ୍ବା ନୂଆ ପ୍ରୋଜେକ୍ଟରେ ଯୋଗ ଦେବାର ସମ୍ଭାବନା ରହିଛି। ଟ୍ରାନ୍ସଫର ଯୋଗ ମଧ୍ୟ ରହିଛି। ବିଶେଷ କରି ସରକାରୀ କିମ୍ବା ବଡ଼ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସୁଯୋଗ ରହିଛି। ଏହି ପରିବର୍ତ୍ତନ ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଓଭରଅଲ୍ ଯଦି କହିବି, ବୃଷ ରାଶି ପାଇଁ ଏହି ଜୁଲାଇ ମାସ ଜବ୍ ଏବଂ ପ୍ରଫେସନ୍ ଦୃଷ୍ଟିରୁ ପଜିଟିଭ୍ ମାସ ରହିବ। ଶନିଙ୍କ ଉପରେ ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଥିବାରୁ ଧୀରେ ଧୀରେ ଗ୍ରୋଥ୍ ହେବ। ନ୍ୟୁ ଅପରଚ୍ୟୁନିଟି ମିଳିବ। ପ୍ରମୋସନ୍ ଏବଂ ଆର୍ଥିକ ଲାଭର ଯୋଗ ଦେଖାଉଛି। ପ୍ରାଇଭେଟ୍ ଏବଂ ଗଭର୍ଣ୍ଣମେଣ୍ଟ ଉଭୟ କ୍ଷେତ୍ରରେ ଟ୍ରାଏ କଲେ ଭଲ ଫଳ ମିଳିବାର ସମ୍ଭାବନା ରହିଛି। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ମଙ୍ଗଳ ଅଛନ୍ତି ଲଗ୍ନରେ ଏବଂ ଦୃଷ୍ଟି ଦେଉଛନ୍ତି ସପ୍ତମକୁ। ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ସପ୍ତମ ଭାବକୁ ରହିଛି। ବାଣିଜ୍ୟ କାରକ ଗ୍ରହ ବୁଧ ବୃହସ୍ପତି ସହିତ ଯୁକ୍ତ ହୋଇଛନ୍ତି କର୍କଟ ରାଶିରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ମାର୍କେଟିଂ, କମ୍ୟୁନିକେସନ୍ ଏବଂ ନେଟୱାର୍କିଂ ଦ୍ୱାରା ଲାଭ ବଢ଼ିପାରେ। ପୂର୍ବରୁ ଚାଲୁଥିବା ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ଦେଖାଯିବ। ନିଜର ଚେଷ୍ଟା ଏବଂ ପରିଶ୍ରମ ଯେତେ ବଢ଼ିବ ସେତେ ପଜିଟିଭ୍ ରେଜଲ୍ଟ ମିଳିବ। ଏହି ମାସରେ ଯଦି ଦେଖିବା, ସପ୍ତମାଧିପତି ମଙ୍ଗଳ, ଦ୍ୱିତୀୟପତି ବାଣିଜ୍ୟକାରକ ବୁଧ ଏବଂ ଏକାଦଶପତି ବୃହସ୍ପତିଙ୍କର ପ୍ରଭାବ ଥିବାରୁ କନଷ୍ଟ୍ରକ୍ସନ୍, ହାର୍ଡ଼ୱେର୍, ଆଇରନ୍, ମେସିନାରୀ ସମ୍ବନ୍ଧୀୟ କାମ, ଇଲେକ୍ଟ୍ରିକାଲ, ଇଞ୍ଜିନିୟରିଂ କ୍ଷେତ୍ର, ଟ୍ରେଡିଂ, ହୋଲସେଲ୍, ଅନଲାଇନ୍ ବିଜନେସ୍ ଭଲ ଚାଲିବ। ମୋବାଇଲ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ସମ୍ବନ୍ଧୀୟ ବ୍ୟବସାୟ ବି ଭଲ ଚାଲିବ। କନସଲଟେନ୍ସି, ଏଜୁକେସନ୍ ରିଲେଟେଡ୍ ବିଜନେସ୍, ଫାଇନାନ୍ସ କିମ୍ବା ଏଜେନ୍ସି କାମ ଭଲ ଚାଲିବ। ବୃହସ୍ପତିଙ୍କର ଦୃଷ୍ଟି ସପ୍ତମ ଭାବକୁ ଥିବାରୁ ପାର୍ଟନରସିପ୍ ବିଜନେସ୍ ଭଲ ଚାଲିବ। ଲାଭ ହେବାର ସମ୍ଭାବନା ବି ରହିଛି। କିନ୍ତୁ ମଙ୍ଗଳଙ୍କର ଦୃଷ୍ଟି ସପ୍ତମକୁ ଥିବାରୁ ଇଗୋ ଏବଂ ମିସ୍ଅଣ୍ଡରଷ୍ଟାଣ୍ଡିଂ କିଛି ସମୟ ପାଇଁ ଦେଖା ଦେଇପାରେ। ୱିଦାଉଟ୍ ରିଟିନ୍ ଏଗ୍ରିମେଣ୍ଟରେ ବିଗ୍ ଡିସିସନ୍ ନେବାଟା ଠିକ୍ ହେବନି। ଫେଥଫୁଲ୍ ଲୋକଙ୍କ ସହିତ ପାର୍ଟନରସିପ୍ କଲେ ଭଲ ରେଜଲ୍ଟ ମିଳିପାରେ। ଏହି ମାସରେ ଯଦି ଦେଖିବା, ଛୋଟ ବ୍ୟବସାୟରେ ଭଲ ଗ୍ରୋଥ୍ ରହିଛି। ଗ୍ରାହକ ବୃଦ୍ଧି ଏବଂ ଲାଭରେ ସୁଧାର ଆସିପାରେ। ସେହିପରି ବଡ଼ ବ୍ୟବସାୟୀମାନଙ୍କ ପାଇଁ ଏକ୍ସପାନ୍ସନ୍ ଏବଂ ଇନଭେଷ୍ଟମେଣ୍ଟର ସୁଯୋଗ ମିଳିପାରେ। କିନ୍ତୁ ବଡ଼ ରିସ୍କ ନେବା ପୂର୍ବରୁ ଭଲ ଭାବରେ ଯୋଜନା କରିବା ଉଚିତ ହେବ। ଯେଉଁମାନେ ନ୍ୟୁ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଟିପ୍ସ ହେଉଛି କ'ଣ? ନିଜର ଅନୁଭବ ଏବଂ ଜ୍ଞାନ ସମ୍ବନ୍ଧିତ କ୍ଷେତ୍ର ବାଛନ୍ତୁ। ଆରମ୍ଭରେ ଅତ୍ୟଧିକ ଲୋନ୍ କିମ୍ବା ବଡ଼ ରିସ୍କ ନିଅନ୍ତୁ ନାହିଁ। ଅନଲାଇନ୍ ମାର୍କେଟିଂ, ସୋସିଆଲ ମିଡ଼ିଆର ପଜିଟିଭ୍ ୟୁଜ୍ କରନ୍ତୁ। ପାର୍ଟନରସିପ୍ରେ ଡକ୍ୟୁମେଣ୍ଟ କ୍ଲିୟର ରଖନ୍ତୁ। ପେସେନ୍ସ ସହିତ ପ୍ରପର ପ୍ଲାନିଂ କଲେ ଏହି ମାସଠାରୁ ଆଗାମୀ କିଛି ମାସରେ ବିଜନେସ୍ ଭଲ ଗ୍ରୋ କରିବ। ସଂକ୍ଷେପରେ ଯଦି କହିବି, ଏହି 2026 ମସିହା ଜୁଲାଇ ମାସ ବୃଷ ରାଶି ପାଇଁ ବ୍ୟବସାୟ ଦୃଷ୍ଟିରୁ ଏକ ଉନ୍ନତି, ଏକ୍ସପାନ୍ସନ୍ ଏବଂ ନ୍ୟୁ ଅପରଚ୍ୟୁନିଟିର ମାସ ହେବ। ନିଜର ପରିଶ୍ରମ, ସଠିକ୍ ଯୋଜନା ଏବଂ ଭଲ ପାର୍ଟନର ମିଳିଲେ
ଛୋଟରୁ ବଡ଼ ବ୍ୟବସାୟ ପର୍ଯ୍ୟନ୍ତ ଭଲ ଗ୍ରୋଥ୍ ଦେଖିବାକୁ ମିଳିପାରେ। ବୃଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶ୍ୟାଧିପତି ହେଉଛନ୍ତି ଶୁକ୍ର। ଶୁକ୍ରଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ଦ୍ରାଂ ଦ୍ରିଂ ଦ୍ରଂ ସ୍ୱ ଶୁକ୍ରାୟ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ମା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ। ଶ୍ରୀ ସୂକ୍ତ ପାଠ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ବୃଷ ରାଶି ପାଇଁ 2026 ମସିହା ଜୁଲାଇ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।